ଆଜି ଯାଇଥିଲୁ ଆମେ ବଣଭୋଜି କରିବାକୁ। ଆଉ ମୁଁ ସମସ୍ତଙ୍କ ଭଳି ଗୋଟେ ମାଣ୍ଡାଟୋରି ଷ୍ଟେପ୍ କରିଥିଲି। ହା ବାଲା ଷ୍ଟେପ୍। ତାପରେ ଆମେ ଡିସ୍କସନ୍ କଲୁ ଆଜିର ପ୍ଲାନିଂ ବିଷୟରେ। ଆଉ ଦେଖିପାରିଲି ମୁଁ ଗୋଟେ ସମାଜର ବହୁତ ବଡ଼ ବିପଦ ବିଷୟରେ। ଆଉ ତାକୁ ସଲ୍ଭ କରିବାକୁ ଯାଇ ମୁଁ ଗୋଟେ ବଡ଼ ବାଡ଼ି ଧରିଲି। ଆଉ ସେଇ ବିପଦ ଥିଲା ଜଳ ପ୍ରଦୂଷଣ। ତାପରେ ମୁଁ ସେଇ କପଡ଼ାକୁ ଜଳରୁ ଅଲଗା କରିଦେଲି। କରୁ କରୁ ମୋତେ ବହୁତ ଖୁସି ଲାଗିଲା ଆଉ ମୁଁ ନିଜକୁ ଗୋଟେ ବହୁତ ବଡ଼ ଲୋକ ଆଉ ଭିକ୍ଟ୍ରି ଫିଲ୍ କଲି ବୋଲି କହିଲି। ତାପରେ ଦେଖିଲି ବହୁତ ସାରା ଗଞ୍ଜେଇ ଗଛ ରୁଆ ହେଇଛି। କିନ୍ତୁ ମୁଁ ଯାଇକି ଚେକ୍ କଲି ଏଇଟା ଗଞ୍ଜେଇ ଗଛ ନା ଆଉ କି ଗଛ। ଦେଖିଲି ଗଞ୍ଜେଇ ନଥିଲା ଆଉ ଅନ୍ୟ ଗଛ ଥିଲା। ତେଣୁ ମୁଁ ତାକୁ ଫିଙ୍ଗିକି ପଳେଇ ଆସିଲି। ଆଉ ମନେ ପଡ଼ିଲା ଡକ୍ଟର ଆମ୍ବେଦକର ବିଷୟରେ। ଆଉ ବହୁତ ସାରା ସାନ ସାନ ଭାଇମାନଙ୍କୁ ମୁଁ ବହୁତ ଭଲ ବିଷୟ ଶିଖେଇଲି ତାଙ୍କେ କେମିତି ଆଗକୁ ବଢ଼ିବେ ବୋଲି। ଆଉ ଦେଖୁ ଦେଖୁ ସେମାନେ ମୋତେ ହିଁ ଛାଡ଼ି ଆଗକୁ ବଢ଼ିଗଲେ। ଥିଲା ମୋ ସହିତ କେବଳ କୁକୁର। ପୁଣି ଦେଖିଲି ମୁଁ କ'ଣ ପାଇଁ ଆସିଛି। ତେଣୁ ମୁଁ ମୋର କାମ କଲି ଆଜ୍ ଏ ସିନିୟର କାରିଗର। ଆଉ ସମସ୍ତଙ୍କୁ କହିଲି ମୋ ଆସିଷ୍ଟାଣ୍ଟମାନଙ୍କୁ କ'ଣ କରାହବ କ'ଣ ନାହିଁ। ଆଉ କରୁ କରୁ ମୋର ବିରିୟାନୀ ମଧ୍ୟ ହେଇଯାଇଥିଲା। ଆଉ ଏତେ ସ୍ମେଲ୍ ଏତେ ଭଲ ହେଉଥିଲା ଯେ ମୁଁ ବହୁତ ଖୁସି ହେଇଗଲି। ତାପରେ ଦେଖିଲି ଅନ୍ୟ ଆଇଟମ୍ ଗୁଡ଼ା ମଧ୍ୟ ଟେଷ୍ଟ କଲି। ତାହା ମଧ୍ୟ ବହୁତ ହି ସୁପର ଥିଲା। ଏତେ ସୁପର ଯେ ଆଉ ମୁଁ କ'ଣ କହିବି। ତାପରେ ଆମ ସହ ଥିବା କୁକୁର ବି ନିଜର ପୁରା ଯତ୍ନର ସହିତ ନିଜର ସେ ଭୋକ ମେଣ୍ଟେଇବାକୁ ସେ ଚାହିଁ ବସିଥିଲା। ବିରିୟାନୀ ମଧ୍ୟ ହେଇଯାଇଥିଲା। ବଣ୍ଟା ବଣ୍ଟି ମଧ୍ୟ ଚାଲି ରହିଥିଲା। ଆଉ ସମସ୍ତେ ଖୁସିର ସହ ଖାଉଥିଲେ ମୋତେ ଛାଡ଼ି। ଆଉ କୁକୁର ମଧ୍ୟ ନିଜର ଭାଗ ପାଇ ବହୁତ ଖୁସିରେ ଧୀରେ 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 ଖାଇବ ବୋଲି ସେ ଭାବୁଥିଲା। ଆଉ ଧୀରେ ଧୀରେ ଖାଇ ଚାଲିଲା। ଶେଷରେ ଯାହାକୁ ମୁଁ ଏତେ ସ୍ନେହ କରୁଥିଲି ଯାହାକୁ ଏତେ ଭଲ ପାଇଥିଲି ସେମାନେ ହିଁ ମୋତେ ଜିନିଷ ଧରିଲା। ଆଉ କ'ଣ କହି ବହୁତ ଯାହାକୁ ଆମେ ମଜା ଭାବୁଥିଲୁ ତାହା ସଜାଇଗଲା। ତୁମ ଆଖିର ଲୁହ ନ ବାହାରୁ ଏଥିପାଇଁ ରହିଲି। ନମସ୍କାର, ବାଏ ବାଏ।